ନିଜ ସ୍ୱପ୍ନକୁ ପାଇବା ପାଇଁ ହେଲେ ଖାଲି ସ୍ୱପ୍ନ ଦେଖିଲେ ହେବନି, ସ୍ୱପ୍ନ ପଛରେ ପାଗଳ ହେବାକୁ ପଡ଼ିବ। ସାରା ଦୁନିଆର 95% ଧନ ସମ୍ପତ୍ତି ମାତ୍ର 5% ଲୋକମାନଙ୍କ ପାଖରେ ଅଛି ଏବଂ ଦୁନିଆର 5% ଧନ ସମ୍ପତ୍ତି 95% ଲୋକମାନଙ୍କ ପାଖରେ ଅଛି। କ'ଣ ପାଇଁ ଜାଣନ୍ତି କି? କାହିଁକି ନା ସେହି 5% ଲୋକ ନିଜ ଉପରେ ଭରସା ଓ ବିଶ୍ୱାସ ରଖି ନିଜ ସ୍ୱପ୍ନ ସାକାର କରିବାକୁ ଏକ ପ୍ରତିଜ୍ଞା କରିଥାନ୍ତି ଓ ସେହି ସ୍ୱପ୍ନ ସାକାର କରିବାକୁ ଦୈନିକ କାର୍ଯ୍ୟ ମଧ୍ୟ କରିଥାନ୍ତି। ଜଣେ ବ୍ୟକ୍ତି ସେତେବେଳେ ଲିଡର ହେଇପାରିବ ଯେତେବେଳେ ସେ ପ୍ରୋବ୍ଲେମକୁ ସମାଧାନ କରିବାର କ୍ଷମତା ଏବଂ କ୍ରିଏଟିଭ୍ ଆଇଡ଼ିଆକୁ ନିଜ ଭିତରେ ଡେଭଲପ୍ କରିବା ଶିଖିଯିବ। ତୁମର ପ୍ରଥମ ବିଜୟ ପରେ ବିଶ୍ରାମ ନିଅ ନାହିଁ, କାହିଁକିନା ଯଦି ଦ୍ୱିତୀୟରେ ଅସଫଳ ହେବ ତେବେ ଲୋକେ କହିବେ ତୁମର ପ୍ରଥମ ବିଜୟ ଏକ ଭାଗ୍ୟର ଖେଳ ଥିଲା। ଗୋଟେ ପ୍ରଜାପତି ଜାଣିନଥାଏ ତାର ଡେଣା ଗୁଡ଼ିକର ରଙ୍ଗ କିପରି, ଲୋକେ ହିଁ କହିଥାନ୍ତି ତାର ଡେଣା ଗୁଡ଼ିକ କେତେ ସୁନ୍ଦର। ନିଜକୁ ବି ଏମିତି ବନେଇ ଦିଅନ୍ତୁ ଯେମିତି ଲୋକେ କହିବେ ଆପଣ କେତେ ସୁନ୍ଦର। କଥା କଥାରେ ନିଜ ଭାଗ୍ୟକୁ ନିନ୍ଦିବା କିମ୍ବା କର୍ମକୁ ଦୂରରେ ଥୋଇ ଅନ୍ୟ ଉପରେ ନିର୍ଭର କରିବା ଆମକୁ ଗୋଟିଏ ଅଳସୁଆ ଏବଂ ମୂର୍ଖ ଭାବରେ ପ୍ରମାଣିତ କରିଥାଏ। ସତ୍ୟ ପଥରେ ଗଲେ ଅନେକ ବାଧାବିଘ୍ନ ଆସିଥାଏ, କିନ୍ତୁ ସେ ବାଧାବିଘ୍ନକୁ ପାରି ହୋଇ ଆଗକୁ ଗଲେ ସଫଳତା ନିଶ୍ଚିତ ମିଳିଥାଏ। ଯେତେ ଅସୁବିଧା ଆସିଲେ ବି ନିଜକୁ କେବେ ଏକୁଟିଆ ଭାବିବେନି, କାରଣ କେହି ଆପଣଙ୍କ ସାଥିରେ ରୁହନ୍ତୁ କି ନାହିଁ, କିନ୍ତୁ ଭଗବାନ ସବୁବେଳେ ଆପଣଙ୍କ ସାଥିରେ ଅଛନ୍ତି। ଅହଙ୍କାର ଏମିତି ଏକ ବୃକ୍ଷ ଯେଉଁଥିରେ କେବଳ ବିନାଶର ଫଳ ବ୍ୟତୀତ ଅନ୍ୟ କୌଣସି ଫଳ ନଥାଏ। କାହାକୁ ଅନୁଭବ କରିବାକୁ ଦିଅନ୍ତୁ ନାହିଁ ଯେ ତୁମେ ହୃଦୟରୁ ଭାଙ୍ଗି ଯାଇଛ ବୋଲି, କାରଣ ଲୋକେ ଭଙ୍ଗା ଘର ଇଟା ମଧ୍ୟ ନେଇଯାଇପାରନ୍ତି। କ୍ରୋଧକୁ ଆୟତ୍ତ କରିବାର ଏକମାତ୍ର ଉପାୟ କ୍ରୋଧର ଶେଷ ପରିଣତି କଥା ଚିନ୍ତା କରନ୍ତୁ। ସମସ୍ୟା ଯେତେ ବି ବଡ଼ ହେଉଥାଉ ନା କାହିଁକି, ସର୍ବଦା ନିଜ ମନକୁ ସ୍ଥିର ରଖନ୍ତୁ, ନିଜର କର୍ତ୍ତବ୍ୟ ପାଳନ କରନ୍ତୁ, ଦେଖିବେ ସମସ୍ୟା ଆପେ ଆପେ ଦୂରେଇ ଯିବ। ଦୁନିଆରେ ଆପଣଙ୍କ ନାମ ସହିତ ଅନେକ ନାମ ମିଶି ଯାଇପାରେ, କିନ୍ତୁ ଆପଣଙ୍କ ବ୍ୟବହାର ଓ ଚରିତ୍ର କାହା ସହିତ ମିଶେ ନାହିଁ। ସେଥିପାଇଁ ନିଜ କର୍ମ ଉପରେ ବିଶ୍ୱାସ ରଖ, ଆଉ କିଛି ଏମିତି କରି ଦେଖାଅ ଯେମିତି ଆପଣଙ୍କୁ ଦେଖିବାକୁ ଲୋକ ଝୁରି ହେବେ। ବିନା ଚାବିରେ କେବେ ତାଲା ତିଆରି ହୋଇନଥାଏ, ଠିକ୍ ସେହିପରି ଭଗବାନ କେବେ ଏମିତି ଅସୁବିଧା ସୃଷ୍ଟି କରିନାହାନ୍ତି ଯାହାର ସମାଧାନ ନାହିଁ। ଖାଲି ଆମର ଧୈର୍ଯ୍ୟର ଆବଶ୍ୟକତା ଅଛି ସେ ସମୟ ଆସିବା ପର୍ଯ୍ୟନ୍ତ। ଜୀବନରେ କିଛି ବି ଜିନିଷ ସହଜରେ ପାଇବାକୁ ଚେଷ୍ଟା କର ନାହିଁ, କାରଣ ଯେଉଁ ଜିନିଷ ସହଜରେ ମିଳିଥାଏ ସେ ଜିନିଷ ବେଶୀ ଦିନ ରହେ ନାହିଁ। ଯେଉଁ ଜିନିଷ ବେଶୀ ଦିନ ରହେ ତାହା ଏତେ ସହଜରେ ମିଳେ ନାହିଁ। ସମୟ ବହୁତ ଅଜବ ହୋଇଥାଏ, ତା ସାଙ୍ଗରେ ଚାଲିଲେ ଭାଗ୍ୟ ବଦଳିଯାଏ, ନ ଚାଲିଲେ ସମୟ ବଦଳିଯାଏ। ସେହି ବ୍ୟକ୍ତି ତାଙ୍କ ଜୀବନରେ ସଫଳ ହୋଇଥାଏ ଯିଏ ଭଙ୍ଗାକୁ ଗଢ଼ି ପାରିଥାଏ ଏବଂ କ୍ରୋଧୀକୁ ବୁଝେଇବା ବି ଜାଣିଥାଏ। ଭୁଲ ଉପାୟ ଅବଲମ୍ବନ କରି ସଫଳ ହେବା ଅପେକ୍ଷା ଏହା ଭଲ ଯେ ସଠିକ୍ ମାର୍ଗରେ କାମ କରି ବିଫଳ ହେବା। ନିଜର ଆତ୍ମବିଶ୍ୱାସକୁ ସବୁବେଳେ ସୁଦୃଢ଼ କରନ୍ତୁ, କାହିଁକି ନା ଆତ୍ମବିଶ୍ୱାସ ସୁଦୃଢ଼ ରହିଲେ ଉଚ୍ଚ ପଦସ୍ଥ ଲୋକମାନେ ମଧ୍ୟ ଆପଣଙ୍କ ଆଗରେ